ଥରେ ଆମେ ନିଜ ବିବେକରେ ପଚାରି ଦେଖୁ, ଈଶ୍ୱର ମନୁଷ୍ୟମାନଙ୍କୁ ତିଆରି କରିଅଛନ୍ତି ଅବା ମନୁଷ୍ୟମାନେ ଈଶ୍ୱରଙ୍କୁ ତିଆରି କରିଅଛନ୍ତି? ସତ କଥାଟି ହେଲା, ଈଶ୍ୱର ମନୁଷ୍ୟମାନଙ୍କୁ ତିଆରି କରିଅଛନ୍ତି ଆଉ ମନୁଷ୍ୟମାନେ ମଧ୍ୟ ନିଜ ନିମନ୍ତେ ଈଶ୍ୱରଙ୍କୁ ତିଆରି କରିଅଛନ୍ତି। ଯେଉଁ ଈଶ୍ୱର ମନୁଷ୍ୟଗଣକୁ ତିଆରି କରିଛନ୍ତି ତାହାଙ୍କୁ ତ କେହି ଜାଣନ୍ତି ନାହିଁ, କିମ୍ବା ଯେଉଁ ଈଶ୍ୱରଙ୍କୁ ମନୁଷ୍ୟମାନେ ତିଆରି କରିଛନ୍ତି ସେହି ଈଶ୍ୱର ମଧ୍ୟ ମନୁଷ୍ୟମାନଙ୍କୁ ଜାଣନ୍ତି ନାହିଁ। ଯେଉଁ ଈଶ୍ୱର ମନୁଷ୍ୟକୁ ତିଆରି କରିଛନ୍ତି ସେହି ଈଶ୍ୱରଙ୍କୁ ତ ମନୁଷ୍ୟ କେହି କେବେ ଦେଖି ନାହାନ୍ତି, କିମ୍ବା ଯେଉଁ ଈଶ୍ୱରଙ୍କୁ ମନୁଷ୍ୟ ତିଆରି କରିଛନ୍ତି ସେହି ଈଶ୍ୱର ମଧ୍ୟ ମନୁଷ୍ୟମାନଙ୍କୁ କେବେ ଦେଖନ୍ତି ନାହିଁ। ଯେଉଁ ଈଶ୍ୱର ମନୁଷ୍ୟକୁ ତିଆରି କରିଛନ୍ତି ସେହି ଈଶ୍ୱରଙ୍କ କଥା ତ କେହି ଶୁଣନ୍ତି ନାହିଁ, କିମ୍ବା ଯେଉଁ ଈଶ୍ୱରକୁ ମନୁଷ୍ୟ ତିଆରି କରିଛନ୍ତି ସେହି ଈଶ୍ୱର ମଧ୍ୟ ମନୁଷ୍ୟମାନଙ୍କର କଥା ଶୁଣନ୍ତି ନାହିଁ।